ପିଲାମାନେ ଏହା ହେଉଛି ତୁମର ଅର୍ଦ୍ଧବାର୍ଷିକୀ ପରୀକ୍ଷାର ସମ୍ପୂର୍ଣ୍ଣ ପ୍ରକୃତ ପ୍ରଶ୍ନପତ୍ର ଗୁଡ଼ିକ ଆମ ପାଖରେ ମିଳିଯାଇଛି। ଏହା ହେଉଛି ଶ୍ରେଣୀ ଚତୁର୍ଥର ଭାଷା। ଠିକ୍ ଅଛି। ଆଉ ସମୟ ହେଉଛି 2 ଘଣ୍ଟା। ଠିକ୍ ଅଛି। ଏଇଟା ତୁମେ ଲେଖିବ। ପ୍ରଥମେ ଲେଖିବ ପରୀକ୍ଷାର୍ଥୀଙ୍କ ଅର୍ଥାତ୍ ତୁମର ନାମ ଏଇଠି ଲେଖିବ। ତାପରେ ଏଇଠି ଅଛି ଡାହାଣ ପଟରେ ଅଛି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର। ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ବିଦ୍ୟାଳୟର ନାମ ଏଇଠି ଲେଖିବ ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ତାରିଖ ଏଇଠି ତୁମର ତାରିଖ ଲେଖିବ ଯେଉଁ ତାରିଖରେ ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠି ଲେଖିବ ଲିଖିତ ମୌଖିକ ନାହିଁ ତୁମେ ଲେଖିବ ନାହିଁ। ଏହା ହେଉଛି ତୁମ ଶିକ୍ଷକଙ୍କ କାମ। ତୁମ ଶିକ୍ଷକ ଏଇଠି ଲେଖିବେ। ଏଇଠି ତୁମ ଶିକ୍ଷକ ଦସ୍ତଖତ ଦେବେ। ଠିକ୍। ତାପରେ ଏଇଠି ଅଛି ପୂର୍ଣ୍ଣାଙ୍କ 50 ମାର୍କ ମାନେ କେତେରୁ ତୁମେ ପାଇଲ ଏଇଠି ତୁମ ଶିକ୍ଷକ ଦେବେ। ଠିକ୍ ଅଛି। ତାପରେ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ନିଜ ଭାଷାରେ ରାଜା ନିଜର ଭ୍ରମ ବୁଝିପାରିଲେ କିପରି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। 4ଟି ବାକ୍ୟରେ ଏହାର ଉତ୍ତର ଦେବ। 4 ଧାଡ଼ି ହେବ। ଠିକ୍ ଅଛି। 3 ଧାଡ଼ି ହେଲେ ବି ଚଳିବ କିନ୍ତୁ 4 ଧାଡ଼ିରୁ ଅଧିକା 4 ବୁଝିପାରିଲ କି ଅଧିକା ଲେଖିବ ନାହିଁ କିମ୍ବା 3 ଧାଡ଼ିରୁ କମ୍ କରିବ ନାହିଁ। ଠିକ୍ ଅଛି। କିମ୍ବା ଅଛି ଏଠାରେ କିମ୍ବା ଅଛି ସରୋଜିନୀକୁ ପ୍ରାଚ୍ୟ ଜଗତର କୋକିଳ ବୋଲି କୁହାଯାଇଥିଲା କାହିଁକି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ ତୁମେ ଦେଇପାରିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଦେଖିବା। ସରଳ ଭାଷାରେ ବୁଝାଇ ଦିଅ। ଟିକେ ବୁଝାଇକି ଲେଖିବ ପିଲାମାନେ। ସରଳ ଭାଷାରେ ଟିକେ ବୁଝାଇ ଦେବ। ସେ ପ୍ରକୃତରେ ଥିଲେ ହୀରାଟିଏ। କିମ୍ବା ଅଛି ଡିକର ସେହି ଆଖି କ'ଣ ଜନ୍ଙ୍କ ଆଖି ନୁହେଁ? ଯେକୌଣସି ଗୋଟିଏ କରିବେ ପିଲାମାନେ। ଯେକୌଣସି ଗୋଟିଏ ବିଷୟରେ ଟିକେ 3 ଧାଡ଼ି କିମ୍ବା 4 ଧାଡ଼ି ଭିତରେ ବୁଝାଇ ଦେବ। ଏ ପ୍ରଥମଟି କରିବ ନଚେତ୍ ଏଇ ଦ୍ୱିତୀୟଟି କରିବ। ଯେକୌଣସି ଗୋଟିଏ କରିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ସରଳ ଭାଷାରେ ବୁଝାଇ ଦିଅ। ଏହା ମଧ୍ୟ ସରଳ ଭାଷାରେ ତୁମେ ବୁଝାଇକି ଲେଖିବ। ଠିକ୍ ଅଛି। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଠିକ୍ ଅଛି। କିମ୍ବା ଅଛି ପିଲାମାନେ। ଯେକୌଣସି ଗୋଟିଏ କରିବ। ଅନ୍ୟଟି ଅଛି ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ଅତି ସୁନ୍ଦର। ଯେକୌଣସି ଗୋଟିଏ କରିବ। ପ୍ରଥମଟି କରିବ ନଚେତ୍ କିମ୍ବା ଦେଇଥିବା ଅଂଶଟି କରିବ। ଠିକ୍ ଅଛି। ତାପରେ ଟିକେ ବୁଝାଇ ଦେବ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। 4 ନମ୍ବରଟା ଗୋଟିଏ ବା 2ଟି ବାକ୍ୟରେ ଉତ୍ତର ଲେଖିବ। ପ୍ରଶ୍ନ ଅଛି ଆସଇ ରଜନୀ ରାଣୀ ଧରି କଳା ବେଶ ଏହାର ଅର୍ଥ କ'ଣ? ଅତି ସୁନ୍ଦର ପିଲାମାନେ। ଏହାର ଅର୍ଥ ତୁମେ ଲେଖିବ। ମାତ୍ର 2ଟି ଧାଡ଼ିରେ ଏହାର ଉତ୍ତର ଦେବ। 2ଟି ଧାଡ଼ିରେ ମନେ ରଖ। ଠିକ୍ ଅଛି। 2 ମାର୍କ ମିଳିବ। ତାପରେ ଅଛି ତୋଫା କରନ୍ତି କ୍ଷିତି ପଦଟିର ଅର୍ଥ କ'ଣ? ତୋଫା କରନ୍ତି କ୍ଷିତି କହିଲେ କ'ଣ ତୁମେ ବୁଝିଲ ପିଲାମାନେ? ତାହାର ଅର୍ଥ ତୁମେ ଏଇଠି ଲେଖିଦେବ। 2ଟି ଧାଡ଼ି ମଧ୍ୟରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ସୁଦାମର କଥା ଶୁଣି ମଧୁବାବୁ କ'ଣ କହିଲେ? ସୁଦାମର କଥା ଶୁଣି ମଧୁବାବୁ କ'ଣ କହିଲେ? ଏହାର ପ୍ରଶ୍ନର ଉତ୍ତର ଲେଖିବ ମାତ୍ର 2 ଧାଡ଼ି ମଧ୍ୟରେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ସରୋଜିନୀ ନାଇଡୁ କିଏ? ସରୋଜିନୀ ନାଇଡୁ କିଏ? ଏହାର ଉତ୍ତର ମଧ୍ୟ 2ଟି ଧାଡ଼ି ମଧ୍ୟରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ଭାରତୀୟ ଯୁବକ ବିଲାତର କେଉଁ ସହରକୁ ଯାଇଥିଲେ? ଭାରତୀୟ ଯୁବକ ବିଲାତର କେଉଁ ସହରକୁ ଯାଇଥିଲେ? ଅତି ସୁନ୍ଦର ପ୍ରଶ୍ନ ଅଛି। ଠିକ୍ ଅଛି। ତୁମେ ଏହାର ଉତ୍ତର ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଲେଖ। ବିପରୀତ ଅର୍ଥ ଲେଖିବ। ଠିକ୍ ଅଛି। ଏଇଠି ଅଛି ପ୍ରଥମଟି ଅଛି ନୂତନ ତୁମେ ଲେଖିବ ପୁରାତନ। ଠିକ୍ ଅଛି। ଏଇଠି ଲେଖିବ ପୁରାତନ। ତାପରେ ଏଇଠି ପୁରସ୍କାର ଅଛି ତୁମେ ଏଇଠି ଲେଖିବ ତିରସ୍କାର। ଠିକ୍ ଅଛି। ତାପରେ ନିମ୍ନଲିଖିତ ଶବ୍ଦକୁ ଲଗାଇ ବାକ୍ୟ ଗଠନ କରିବା। ଗୋଟିଏ ଲେଖାଏଁ ବାକ୍ୟ ଲେଖିବ। ଠିକ୍ ଅଛି। ସ୍ମୃତି ମୋ ପିଲାଦିନର ସ୍ମୃତି ଏବେ ବି ମନେ ପଡ଼ୁଛି। ଏଠି ଲେଖିବ ମୋ ପିଲାଦିନର ସ୍ମୃତି ଏବେ ବି ମନେ ପଡ଼ୁଛି। ତାପରେ ପରବର୍ତ୍ତୀ ବାକ୍ୟଟି ଅଛି ଅମଳିନ। ଠିକ୍ ଅଛି। ଅମଳିନ ମହାତ୍ମା ଗାନ୍ଧୀଙ୍କର କୃତି ଅମଳିନ ଅଟେ। ଏଠି ଲେଖିବ ମହାତ୍ମା ଗାନ୍ଧୀଙ୍କର କୃତି ଅମଳିନ ଅଟେ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଗଦ୍ୟ ରୂପ ଲେଖ। ଗଦ୍ୟ ରୂପ ଲେଖିବ ପରାଣ ଅଛି ତୁମେ ଏଠି ଲେଖିବ ପ୍ରାଣ। ଠିକ୍ ଅଛି। ଏଠି ପ୍ରାଣ ଲେଖିବ। ତାପରେ ଏଠି ଅଛି ସରଗ ଅଛି ତୁମେ ଲେଖିବ ସ୍ୱର୍ଗ। ଠିକ୍ ଅଛି। ସ୍ୱର୍ଗ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଦେଖିବା।
ठीक उत्तर थिबा कोठरी पाखे ठीक चिन्ह देव। ठीक अच्छे 4टी उत्तर अच्छी से सठिक उत्तर घरे पास चिन्ह देव अथवा ठीक चिन्ह देव। ठीक अच्छे मधुसूदन क्यों उपाधि भूषित होते? मधुसूदन क्यों उपाधि भूषित होते? एठारे उत्तर अच्छी उत्कल घंट, उत्कलमणि, उत्कल केशरी, उत्कल गौरव। तुम लिख उत्कल गौरव, ये उत्कल गौरव घरे एमती ठीक चिन्ह देव। ठीक अच्छे तापर परवर्ती प्रश्न अच्छी मधुबाबू क्योंठारे जोता कारखाना बसाई? मधुबाबू क्योंठारे जोता कारखाना यहीठारे अच्छी बालेश्वर, ब्रह्मपुर, कटक, भुवनेश्वर जोठारे ठीक से घरे ठीक चिन्ह देव। परवर्ती प्रश्न कौन अच्छी देखा मधुबाबू क्योंठारे जोता कारखाना बसाई? ठीक अच्छे तापर प्रथम परवर्ती प्रश्न वस्त्रर समान अर्थ बुझाउथिबा शब्दटी कौन? वस्त्रर समान अर्थ बुझाउथिबा शब्दटी कौन? एटा अच्छी परिच्छेद, 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 परिच्छेद। ठीक अच्छे क्योंटी सठिक उत्तर सेठारे से घरे पास चिन्ह देव। ठीक अच्छे तापर परवर्ती प्रश्न अच्छी शून्यस्थान पूरण कर। शून्यस्थान पूरण कर पश्चिम आकाश देख बुड़िले रवि आहा कि सुंदर छवि। एटे कौन हम तुम लिख। ठीक अच्छे तापर जेपरी लबे लबे दया सेपरी ये कौन अच्छी तुम बही अनुसार। ठीक अच्छे तुम पठित कविता अनुसार ये कौन हम तुम लिख। ठीक अच्छे धन्यवाद पिला माने। आम भिडियोटी केमिति लगिला निश्चय कमेंट कर लिखि जणाइब एवं निश्चय ध्यान देव। तुम्हें जो प्रश्नर उत्तर जानी पारिल नाही, जो प्रश्नर उत्तर करिबारे तुमको कठिन लगिला सही प्रश्नटी तुम्हें कमेंट रे लिखिबो एवं यथाशीघ्र आमे ताहार उत्तर कमेंट माध्यम रे हो किंबा अन्य एक वीडियो माध्यम रे हो यथाशीघ्र सही प्रश्नर उत्तर आमे तुम मान निकट को पहुँचाइबू। ठीक अच्छे धन्यवाद।